तो एटा जो हेलो स्टूडेंट्स, वेलकम बैक टू चालो पढ़िबा। वेलकम बैक। तो आज हम देखिबा कि जो अछि सेकंड चैप्टर क्लास 8 रो जो सेकंड चैप्टर अछि अणुजीव उपकारी और उपकारी माने केउ अणुजीव गुड़िक हम बेनिफिट करंती एंड को गुड़िक हम पई बैड माने नॉट गुड। तो से गुड़ाक आज हम देखिबा। ओके, तो विदाउट वेस्टिंग ऑफ टाइम लेट्स गेट स्टार्टेड। ओके, देखियो कि जो अछि फर्स्ट हमें पढ़िबा तापर बुझिबा। हमें विभिन्न प्रकार प्राणी यथा मनीष, बेंग, साप, पक्षी, माछी, पोक इत्यादि और उद्भिद ଯଥା ଘାସ, ବାଉଁଶ, ନଡ଼ିଆ, ଆମ୍ବ ଇତ୍ୟାଦି ଦେଖିବାକୁ ପାଇଥାଉ। କିନ୍ତୁ ଏହା ବ୍ୟତୀତ ଅନେକ ଜୀବ ଅଛନ୍ତି ଯେଗୁଡ଼ିକ ଖାଲି ଆଖିରେ ଦେଖାଯାନ୍ତି ନାହିଁ। ଏମାନଙ୍କୁ ଅଣୁଜୀବ ବା ବୀଜାଣୁ କୁହାଯାଏ। ତ ଏଇଟା ଗୋଟେ ଫାଷ୍ଟ ଗୋଟେ ଅଛି ଯୋଉ କହିଲା କଣ ନା ଆମେ ଯୋଉ ଅଛି ଅଣୁଜୀବ ଫାଷ୍ଟ ତ ପଚାରିବ ନା ଡେଫିନେସନ ପଚାରେ ଏକ୍ସାମ ରେ। ଡେଫିନେସନ ମିନ୍ସ ମାନେ ଗୋଟେ ଗୋଟେ ବାକ୍ୟରେ ବୁଝେଇବ ଯେ କଣ କାହାକୁ କୁହାଯାଏ। ଓକେ, ତାହେଲେ କାହାକୁ କୁହାଯାଏ ଏଟା ଜାଣିବା। ତାହେଲେ ସେ କହିଲା କଣ ଫାଷ୍ଟ ନା ଆମେ ବିଭିନ୍ନ ପ୍ରକାରର ପ୍ରାଣୀ ଯଥା ମଣିଷ, ସାପ, ବେଙ୍ଗ ଏଇଠୁ ଫାଷ୍ଟ ଷ୍ଟାର୍ଟ କରିଥାବ ହେଲା କିମ୍ବା ସାପ, ପୋକ ଇତ୍ୟାଦି ଏ ଉଦ୍ଭିଦ ଯଥା ଏସବୁ ଇତ୍ୟାଦି ଦେଖିବାକୁ ପାଇଥାଉ। କିନ୍ତୁ ଏହା ବ୍ୟତୀତ ଅନେକ ଜୀବ ଅଛନ୍ତି ଯେଉଁଗୁଡ଼ିକ ଖାଲି ଆଖିରେ ଦେଖାଯାନ୍ତି ନାହିଁ। ଏମାନଙ୍କୁ ଅଣୁଜୀବ ବା ବୀଜାଣୁ କୁହାଯାଏ। ସିମ୍ପଲ ୱାର୍ଡ ଲେଖିପାରିବ ଯେଉଁ ଅଣୁଜୀବ ବା ଯେଉଁ ଜୀବ ଗୁଡ଼ିକ ଖାଲି ଆଖିରେ ଦେଖାଯାନ୍ତି ନାହିଁ ତାହାକୁ ଅଣୁଜୀବ ବା ବୀଜାଣୁ କୁହାଯାଏ। ଓକେ, ନେକ୍ସଟ ଦେଖିବା। ନେକ୍ସଟ କହିଛି ତୁମ ପାଇଁ କାମ। ଫାଷ୍ଟ କହିଛି ତୁମ ପାଇଁ କାମରେ ଗୋଟେ ବିକରେ କିଛି ଅଦା ମାଟି ସଂଗ୍ରହ କର। ଅଦା ମାଟି କିଛି ସଂଗ୍ରହ କଲେ ସେଥିରେ ପାଣି ମିଶାଅ, ତାକୁ ଘାଣ୍ଟି କିଛି ସମୟ ପାଇଁ ରଖିଦିଅ। ଦେଖିବ ଛୋଟ ଛୋଟ ମାଟି ପିଣ୍ଡୁଳା ସବୁ ତଳେ ବସିଯିବ। କିଛି ସମୟ ପରେ ଗୋଳିଆ ପାଣିକୁ ଏକ ବୁନ୍ଦା ନେଇକି ଅଣୁବୀକ୍ଷଣରେ ଦେଖ। ଅଣୁବୀକ୍ଷଣ ହଉଛି ମାଇକ୍ରୋସ୍କୋପ ହେଲେ ଅଣୁବୀକ୍ଷଣ ଯନ୍ତ୍ର, ସେଇଥିରେ ଦେଖିବା ପାଇଁ କହିଛି। ଓକେ, ତାପରେ ଆଉ ଗୋଟେ ତୁମ ପାଇଁ କାମ କିସ କହିଛି ନା ପୋଖରୀ କିମ୍ବା ଗଡିଆର ଗୋଟିଏ ଟୋପା ପାଣି ଆଣି ଏକ ସ୍ଲାଇଡ ଉପରେ ରଖି ଅଣୁବୀକ୍ଷଣରେ ଦେଖିବ ଅନେକ ଛୋଟ ଛୋଟ ଜୀବ ଘୁରି ବୁଲୁଥିବେ। ମାନେ ଯେଟା ସେ କହୁଛି ଅଣୁବୀକ୍ଷଣ ଯନ୍ତ୍ର ଯେଟା କି ମାଇକ୍ରୋସ୍କୋପ, ସେଟା ସ୍କୁଲରେ ଥିବ। ଓକେ, ସ୍କୁଲରେ ଥିବ, ଟିଚରକୁ କହିବେ ସେ ଦେଖେଇବେ ଏବଂ ତାଙ୍କୁ ସେ ପରୀକ୍ଷାଟା କହିବେ ସେ ଦେଖେଇବେ। ଏଠି ଆମ ପାଖରେ ତ ଆମେ କେବଳ ଅରାଲି ପଢୁଛେ। ଓକେ, ସେ ଫାଷ୍ଟ କହିଛି ଦେଖ ମାଟି ଓ ପାଣିରେ ଭରି ରହିଥିବା ସମସ୍ତ ଜୀବକୁ ଅଣୁଜୀବ କହିପାରିବା ନାହିଁ। ଛୋଟ ଛୋଟ ଜୀବ ଯାହାକି ଅଣୁବୀକ୍ଷଣରେ ଦେଖାଯାଏ ସେଗୁଡ଼ିକୁ ଅଣୁଜୀବ କୁହାଯାଏ। ତ ଫାଷ୍ଟ ଯୋଉ ଡେଫିନେସନ କହିଦେଇଥିଲି ସେଟା ଲେଖା ହେଇଥିଲା କଣ ନା ସେଟା ଲେଖା ହେଇଥିଲା ଯେଗୁଡ଼ିକ ଖାଲି ଆଖିରେ ଦେଖାଯାନ୍ତି ନାହିଁ ଏବଂ ଦେଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ରର ଆବଶ୍ୟକ ପଡିଥାଏ ତାହାକୁ ହିଁ କଣ ଅଣୁଜୀବ କୁହାଯାଏ। ତ 4 ପ୍ରକାର ବ୍ୟାକ୍ଟେରିଆ ଆଦି ପ୍ରାଣୀ କବକ ଶୈବାଳ, ବୀଜାଣୁ ଆଦି ପ୍ରାଣୀ କବକ ଶୈବାଳ, ବ୍ୟାକ୍ଟେରିଆ, ପ୍ରୋଟୋଜୋଆ, ଫଙ୍ଗସ ଏଣ୍ଡ ଆଲଜି। ଇଂଲିଶ ୱାର୍ଡ ୟୁଜ କରୁଛି ବିକଜ ଏସବୁ ଆଗକୁ ଏକ୍ସାମ ରେ ଏସବୁ ସୁବିଧା ହବ। ଓକେ, ତ ଏଠି ଦେଖ ये सब होची अणुजीव ये सब। ओके, एटा भी ये होची एमिबा
ये ପାରାମେସିୟମ ଯିବା ତ ସେଗୁଡିକ ଅଣୁଜୀବ ଜଗତରେ ଭୂତାଣୁ ଏକ ବିଚିତ୍ର ସଭା। ଏହାକୁ ପ୍ରଭାଳିତ ଭାବେ ଗ୍ରହଣ କରାଯାଇଅଛି। ଏହାର ଆକାର ଏତେ ଛୋଟ ଯେ ଅଣୁବୀକ୍ଷଣ ଦେଖିବା ମଧ୍ୟ ସମ୍ଭବ ନୁହେଁ। ମାନେ ଅଣୁବୀକ୍ଷଣ ଯନ୍ତ୍ର ମଧ୍ୟ ଆମର ଏଥିରେ ଦେଖିବା ସମ୍ଭବ ନୁହେଁ। ଇଲେକ୍ଟ୍ରୋନିକ ମାଇକ୍ରୋସ୍କୋପ ଯଦି ଆଣିବା, ଇଲେକ୍ଟ୍ରୋନିକ ମାଇକ୍ରୋସ୍କୋପ ଏଥିରେ ଦେଖିବା ପସିବଲ ହବ। ଇଲେକ୍ଟ୍ରୋନିକ ମାଇକ୍ରୋସ୍କୋପରେ ଅଣୁବୀକ୍ଷଣର ଏକ ଫଟୋଗ୍ରାଫିକ ପ୍ଲେଟରେ ଏକ ଛବି ନିଆଯାଏ। ଏହି ଛବି ଭୂତାଣୁର ମାପର ପ୍ରାୟ 20,000 ଗୁଣ। ଏହାକୁ ମିଲି ମାଇକ୍ରନରେ ପ୍ରକାଶ କରାଯାଏ। 1 ମିଲି ମାଇକ୍ରନ ସମାନ 1/1000 ମାଇକ୍ରନ। ଉଦ୍ଭିଦ ପ୍ରାଣୀ ବୀଜାଣୁ ଠାରୁ ଦେଖାଯାଇଥାଏ। କେତେକ ଲକ୍ଷଣ ହିଁ ଭର୍ତ୍ତି କରି ଆମେ ବୀଜାଣୁର ଉପସ୍ଥିତି ଅନୁମାନ କରିଥାଉ। ଓକେ, ସର୍ଦ୍ଦି ଇନଫ୍ଲୁଏଞ୍ଜା ଭଳି ସାଧାରଣ ରୋଗ ଏବଂ ସେକେଣ୍ଡରେ ଦେଖିବା। ଭୂତାଣୁ କେବଳ କୋଷକର ଜୀବକୋଷ ଭିତରେ ରହି ନିଜର ବଂଶ ବୃଦ୍ଧି କରନ୍ତି। ତ ଏମାନେ ଯୋଉ ଫୁଡଟା ଯୋଉ ଆସିବ କିନ୍ତୁ ନା ଏଟା ଯେଉଁ କୋଷ ଭିତରେ ରହି ନିଜର ବଂଶ ବୃଦ୍ଧି କରିବେ। ପୋଷକ ଜୀବର କୋଷ ମାନେ ଇଏ ବଞ୍ଚିବା ପାଇଁ ସିଏ ଆଉ ଗୋଟେ ବଡିର ସାହାଯ୍ୟ ନେଇକି ବଞ୍ଚିବ। ଓକେ, ବୀଜାଣୁ ଓ ଉଦ୍ଭିଦ କିମ୍ବା ପ୍ରାଣୀ ମାନଙ୍କର କୋଷ ହିଁ ଭୂତାଣୁର ପୋଷକ। ବୀଜାଣୁ ଉଦ୍ଭିଦ କିମ୍ବା ପ୍ରାଣୀ ମାନଙ୍କର, ତ ଏମାନେ ହଉଛି ଏମାନଙ୍କର ଯୋଉ ମାନେ ଅନ୍ୟ ଶରୀର ଉପରେ ଏମାନେ ଡିପେଣ୍ଡ କରିବେ, ଦେଲେ ଯାଇକି ଏମାନେ ବଞ୍ଚିବେ। ଯେମିତି ସାଧାରଣ ଗୋଟେ ଏକ୍ସାମ୍ପଲ ଉକୁଣି, ମଥାରେ ଯୋଉ ଉକୁଣିବେ ସେମାନେ କେମିତି ବଞ୍ଚିବେ? ସେମାନେ ମାନେ ମଣିଷର ମାନେ ତାଙ୍କର ଯୋଉ ଅଛି ଖାଦ୍ୟ, ସେଇ ଖାଦ୍ୟକୁ ନେଇକି ସେମାନେ ବଞ୍ଚିବେ। ଖାଦ୍ୟ ମିନ୍ସ ବ୍ଲଡ ନେଇକି, ବ୍ଲଡ। ପୋଷକ କୋଷ ବାହାରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ। ଜଳ ଜୀବନର ଲୋମ ମାତ୍ର କୋଷକୁ ଦେଖାଯାଏ। ମାନେ ଏଟା ଯଦି ଆମ ବଡିରେ ଅଛି ତ ଏଲିଭ ଅଛି, ଯଦି ବାହାରକୁ ବାହାରିବ ସେ ଡେଥ। ବିକଜ ସେଠି ତା ପାଇଁ କିଛି ନାହିଁ, ଫୁଡ ନାହିଁ, ନ୍ୟୁଟ୍ରିସନ ପାଇବନି, ତ ଏଟା ସେ ଡେଥ କରିଯିବ। ଓକେ, ସର୍ଦ୍ଦି ଇନଫ୍ଲୁଏଞ୍ଜା ଭଳି ସାଧାରଣ ରୋଗ, ପୋଲିଓ, ହାଡ଼ଫୁଟି ଇତ୍ୟାଦି ମାରାତ୍ମକ ରୋଗ, ଭୂତାଣୁ ଜନିତ ଆଦି ପ୍ରାଣୀ ତରଳ ଝାଡା, ଆମା-ଶୟ, ହେମୋଇବା, ମ୍ୟାଲେରିଆ ଜ୍ୱର ଓ ବୀଜାଣୁ ମାନ ଟାଇଫଏଡ ଇତ୍ୟାଦି ଆଦି ରୋଗ କରାଇଥାନ୍ତି। ଅଣୁଜୀବମାନଙ୍କ ପ୍ରାପ୍ତି ସ୍ଥାନ, ସଜୀବ ମାନଙ୍କ ମଧ୍ୟରେ ଅଣୁଜୀବ ସବୁଠାରୁ ସରଳ ଓ କ୍ଷୁଦ୍ର। ତ ଏଟା କହିଲେ ସବୁଠୁ ସିମ୍ପଲ ଆଣ୍ଡ କଣ କହିଲା, କ୍ଷୁଦ୍ର ମିନ୍ସ ମାଇକ୍ରନ, ବହୁତ ଛୋଟ। ବୀଜାଣୁ କେତେକ ଶୈବାଳ, ଇଷ୍ଟ ଭଳି କବକ ଆଦି ପ୍ରାଣୀ ମାନେ ଏକକୋଷୀ। ଅନ୍ୟ ଶୈବାଳ ଓ କବକ ମାନେ ବହୁକୋଷୀ। ଏଇଟା ସର୍ଟ କ୍ୱେଶ୍ଚନ। ବୀଜାଣୁ କେତେକ ଶୈବାଳ, ଇଷ୍ଟ ଭଳି କବକ ଆଦି ପ୍ରାଣୀ ମାନେ ଏକକୋଷୀ। ଅନ୍ୟ ଯୋଉ ରହିଲେ ସବୁ ଏମାନେ ହଉଛନ୍ତି ବହୁକୋଷୀ। ଏଗୁଡିକ ପ୍ରାୟତଃ ସବୁ ସ୍ଥାନରେ ଯଥା ମାଟି, ପାଣି, ପବନ, ମେରୁ ଅଞ୍ଚଳ, ଉଷ୍ଣ ପ୍ରସ୍ରାବ, ଉତ୍ତପ୍ତ ଜଳ, ସମୁଦ୍ର, ମରୁଭୂମି ପ୍ରାଣୀମାନଙ୍କ ଦେହରେ ବିଭିନ୍ନ ଅଂଶରେ ଦେଖାଯାନ୍ତି। କେତେକ ଅଣୁଜୀବ ଅନ୍ୟ ଜୀବମାନଙ୍କ ଶରୀରରେ ଭଳି ଥାନ୍ତି। ଅନ୍ୟ କେତେକ ମୁକ୍ତ ଭାବେ ପରିବେଶରେ ବାସ କରନ୍ତି। ଏମିପା ଏକକୀ ବାସ କରେ, କବକ ବୀଜାଣୁ ଏମାନେ ମଣ୍ଡଳ କଲୋନି, ମାନେ ଏମାନେ ସାଙ୍ଗରେ ରୁହନ୍ତି। କଲୋନି ମିନ୍ସ ମଣ୍ଡଳ ବା ବୀଜାଣୁ ସଂଘ ଭାବେ ଗଠନ କରି ଏମାନେ କରିଥାନ୍ତି। ତ ଅଣୁଜୀବ ମାନଙ୍କ ସହିତ ଆମର ସମ୍ପର୍କ କଣ? ଅଣୁଜୀବ ମାନେ ଆମର ଅନେକ ଉପକାର କରନ୍ତି ଓ ଅପକାର ମଧ୍ୟ କରନ୍ତି। ତ ଫାର୍ଷ୍ଟ ଟପିକ ଅଛି ଅଣୁଜୀବ ଆମର ବେନିଫିଟ କରନ୍ତି କଣ ଆଉ ଆମର କ୍ଷତି କଣ କରନ୍ତି। କଣ କରନ୍ତି, ତ ସେମାନେ ବିନା ଆମେ ବଞ୍ଚିବା ଅସମ୍ଭବ। କେମିତି ନା ଦହି, ପାଉଁରୁଟି, ଚକୁଳି ଇତ୍ୟାଦି କେକ୍ ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି। ଯଦି ଲାକ୍ଟୋବାସିଲସ ଯଦି ବ୍ୟାକ୍ଟେରିଆ ନ ରହିବ, ଦହିରେ ଯୋଉ ବ୍ୟାକ୍ଟେରିଆ ରୁହେ, ତାହେଲେ କ୍ଷୀରରୁ ଦହିରେ ପରିଣତ ସେ ହେଇପାରିବ ନାହିଁ। ତ ତାହେଲେ ଏମାନେ ଯଦି ନ ହବ ତାହେଲେ କ୍ଷୀର ଦହି ଇମ୍ପସିବଲ, ଦହି ଖାଇପାରିବା ନାହିଁ। ଏକ ସୁସ୍ଥ ପରିବେଶ ଗଠନ କରିବା ମଧ୍ୟ ସେମାନଙ୍କ ଭୂମିକା ରହିଛି।
ଉଦାହରଣ ସ୍ୱରୂପ ମଇଳା ଆବର୍ଜନା, ପନିପରିବା, ଅନାବଶ୍ୟକ ଚୋପା, ମଳମୂତ୍ର ବିଘଟନ ବା ଉଦ୍ଭିଦ ପଶୁପକ୍ଷୀ ଠାରେ ବୀଜାଣୁ ମାନେ ଏସବୁର ଅପଘଟନ କରାଯାନ୍ତି। ଧର ସାପ ମଶାଣିରେ ଡେଡ୍ ବଡି ଗୋଟେ ଧର ଗୋଟେ ଜୀବର ପଡିଛି, ତ ଯଦି ସେମାନେ ଅପଘଟନ ନ କରିବେ, ସେମିତି ରହିକି ସ୍ମେଲ କରି ବହୁତ କଣ ହବ, ବହୁତ ଜାଗାରୁ ବହୁତ ଇଏ ହବ। ଯଦି ସେମାନେ ସେଟାକୁ ଯଦି ଅପଘଟନ ନ କରି ମାଟିରେ ନ ମିଶେଇବେ, ତ ଏଟା ଆମ ପାଇଁ ଅସୁବିଧା ହବ। ଏଥିରୁ ଆମେ ବିଭିନ୍ନ ଉପଦେୟ ପଦାର୍ଥ କଣ କହିଲା ସରଳ ଉପାଦାନରେ ପରିଣତ କରନ୍ତି। ଏଥିରୁ ଆମେ ବିଭିନ୍ନ ଉପଦେୟ ପଦାର୍ଥ ତିଆରି ହୋଇଥାଏ। ମନେ ପକାଅ, ବୀଜାଣୁ ମାନେ ମଧ୍ୟ ଔଷଧ ପ୍ରସ୍ତୁତିରେ ସାହାଯ୍ୟ କରିଥାନ୍ତି। ଏଗୁଡ଼ିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ଏହାକୁ ବିବର୍ଦ୍ଧନ କରିବା ଦ୍ୱାରା ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ। ସେମାନେ ଯଦି ଜୈବ ବିବିଧତା ନ କରିବେ, ତ ମାଟିରେ ହ୍ୟୁମସର ପରିମାଣ କମିଯିବ ଏବଂ ଚାଷ ଭଲ ହେବ ନାହିଁ। ଦହି ଏବଂ ପାଉରୁଟି ପ୍ରସ୍ତୁତି ଯୋଉ କହୁଥିଲି ସେଟା ଦେଖିବା। ବୀଜାଣୁ ମାନଙ୍କ ଦ୍ୱାରା କ୍ଷୀର, ଦହି ପ୍ରସ୍ତୁତ ହୋଇଥାଏ। କାହା ଦ୍ୱାରା ହେଇଥାଏ? ବୀଜାଣୁ ମାନଙ୍କ ଦ୍ୱାରା। କ୍ଷୀରରେ ଅଳ୍ପ ଦହି ମିଶାଇ ରଖିଦେଲେ ପରଦିନ ଏହା ଦହିରେ ପରିଣତ ହୋଇଯିବ। କ୍ଷୀରରେ ଯଦି ଅଳ୍ପ ଦହି ମିଶେଇଦବା, ତାହେଲେ ଟୋଟାଲ ଦହି ହେଇଯିବ। କର୍ଡ ଯାହାକୁ ଇଂଲିଶରେ କୁହାଯାଏ। କେମିତି ହବ ନା, ଦହିରେ ବିଭିନ୍ନ ଅଣୁଜୀବ ଥାନ୍ତି। କ୍ଷୀରକୁ ଦହିରେ ପରିଣତ କରିବାକୁ ଲାକ୍ଟୋବାସିଲସ୍ ନାମକ ଏକ ବୀଜାଣୁ ସାହାଯ୍ୟ କରିଥାଏ। ଛେନା, ଆଚାର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ମଧ୍ୟ ବୀଜାଣୁ ମାନେ ସାହାଯ୍ୟ କରନ୍ତି। ତ କ୍ଷୀରରୁ ସେ ପଚାରିଦବ ଏକ୍ଜାମରେ, କ୍ଷୀରରୁ ଦହି ପ୍ରସ୍ତୁତ ପାଇଁ କେଉଁ ବ୍ୟାକ୍ଟେରିଆ ସାହାଯ୍ୟ କରିଥାଏ? ପୁରା ଅପସନ ହବ ଲାକ୍ଟୋବାସିଲସ୍ ବ୍ୟାକ୍ଟେରିଆ। ଓକେ। ତ ତୁମ ପାଇଁ ଆମର ଏଇଟା ଦେଖିଦବା। ତାପରେ ଯୋଉ ଶିଳ୍ପର ବ୍ୟବହାର ରହିଛି ଏଟା ନେକ୍ସଟ କ୍ଲାସରେ କରିବା। 1 କପ୍ ମଇଦାରେ କିଛି ଚିନି ମିଶାଅ। ମଇଦା ପ୍ଲସ୍ ସୁଗାର ମିଶାଅ। ଏଥିରେ ଆବଶ୍ୟକ ପରିମାଣରେ ହଟ୍ ୱାଟର ଓ ଅଳ୍ପ କିଛି ଇଷ୍ଟ ପାଉଡର ଗୋଳାଇ ହାତରେ ଦଳି ଦିଅ। 2 ଘଣ୍ଟା ପରେ ଦଳା ହୋଇଥିବା ମଇଦା ଫୁଟିଯିବ ଓ ନରମ ହେଇଯିବ। ଏହାର କାରଣ ଇଷ୍ଟ କୋଷଗୁଡ଼ିକ ଚିନି ବା ସଲ୍ଫର ଦ୍ରୁତ ଗତିରେ ବଢ଼ିଥାନ୍ତି। ଶ୍ୱାସକ୍ରିୟା ଜରିଆରେ ମଇଦା ଭିତରେ ଅଙ୍ଗାରକାମ୍ଳ ଛାଡ଼ି ଦେଇନଥାନ୍ତି। ଏହା ଦଳ ମଇଦାର ଆୟତନ ବଢ଼ାଇ ଦେଇଥାଏ। ସେଥିପାଇଁ ପାଉରୁଟି, ପେଷ୍ଟ୍ରି ଏବଂ କେକ୍ ପ୍ରଭୃତି ପ୍ରସ୍ତୁତି ପାଇଁ ଇଷ୍ଟର ବ୍ୟବହାର କରାଯାଏ। କାହାର? ଇଷ୍ଟ ବ୍ୟବହାର କରାଯାଏ। ତ ଏଇଟା ଇଷ୍ଟ ଆସିଲା କେମିତି, ତ ଏଇଟା ନେକ୍ସଟ କ୍ଲାସରେ ଡିସ୍କସ କରିବା। ଷ୍ଟେ ଟ୍ୟୁନ୍। ତ ଆମେ ଦେଖିବା ନେକ୍ସଟ କ୍ଲାସରେ। ତ ଏପର୍ଯ୍ୟନ୍ତ ଯଦି କିଛି ଡାଉଟ୍ ଥାଏ ତ ଆମକୁ ଜଣାଇବେ। ଓକେ। ଟୋଟାଲି ଇଲାବୋରେଟ୍ କରିବା, A to Z ସବୁ କମ୍ପ୍ଲିଟ୍ ହବ। ତ ଆମେ ବେସିକାଲି ଆପଣ କ୍ଲାସଟାକୁ ବେଶୀ ଫୋକସ୍ କରିବା। ଆଉ ଯୋଉ ମାନଙ୍କ କ୍ଲାସ୍ ଅଛି ତ ସେମାନେ ମଧ୍ୟ ଦେଖିବେ। ଓକେ, ଥ୍ୟାଙ୍କ ୟୁ।